ମୋ ନାମ ଆକୃତି ବାଡ଼ି। ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିବଜୀନଗର ଜିକେପୁରର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟେ। ଆଜି ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ଏହାର ନିବାରଣ ସମ୍ବନ୍ଧରେ କିଛି କହିବାକୁ ଯାଉଛି। କ୍ଷୀର, ଦଧି, ଘୃତ, ମଧୁ, ସାର୍କୃତି ପଞ୍ଚଭୂତକୁ ନେଇ ଯେପରି ପଞ୍ଚଭୂତର ସୃଷ୍ଟି, ଠିକ୍ ସେହିପରି ମାଟି, ପାଣି, ପବନ, ଉଦ୍ଭିଦ ଓ ପ୍ରାଣୀଜଗତର ସମାହାରରେ ପରିବେଶର ସୃଷ୍ଟି। ପରିବେଶକୁ ବିଭିନ୍ନ କାରଣ ପ୍ରଦୂଷିତ କରିଥାଏ। ଏହି କାରଣଗୁଡ଼ିକ ମଧ୍ୟରୁ ପ୍ଲାଷ୍ଟିକ୍ ହେଉଛି ଏକ ମୁଖ୍ୟ କାରଣ। ଏହା କାଚ ପରି ସ୍ୱଚ୍ଛ, ତୁଳା ପରି ନରମ, ତଳେ ପଡ଼ିଲେ ଭାଙ୍ଗେ ନାହିଁ କି ପାଣିରେ ଭିଜିଲେ ମଧ୍ୟ ଛିଣ୍ଡେ ନାହିଁ। ତେଣୁ ଏହାର ବ୍ୟବହାର ବହୁଳ ମାତ୍ରାରେ ହେଉଛି। ମାତ୍ର 3 ଗ୍ରାମର ପଲିଥିନ୍ ବ୍ୟାଗ୍ରେ ଆମେ 5 କିଗ୍ରାର ସାମଗ୍ରୀ ଆଣିପାରୁ। ଏହା ହେଉଛି ପ୍ଲାଷ୍ଟିକ୍ର ଚମତ୍କାରିତା। କିନ୍ତୁ ସମସ୍ତ ଜିନିଷର ସୁପ୍ରଭାବ ସହିତ କୁପ୍ରଭାବ ମଧ୍ୟ ରହିଥାଏ। ତେଣୁ ପ୍ଲାଷ୍ଟିକ୍ ଆମ ପାଇଁ କେତେ କ୍ଷେତ୍ରରେ ଉପଯୋଗୀ ହେଲେ ମଧ୍ୟ ଏହା ଆମ ପରିବେଶକୁ ପ୍ରଦୂଷିତ କରିଥାଏ। ଏହାର ବହୁଳ ମାତ୍ରାରେ ବ୍ୟବହାର ଦ୍ୱାରା ଆମକୁ କ୍ୟାନ୍ସର ରୋଗ ହୋଇଥାଏ। ପ୍ଲାଷ୍ଟିକ୍ରେ ଆଣ୍ଟିମନି, ବେଞ୍ଜିନ୍, ସୀସା, ଆଲୁମିନିୟମ୍ ଓ ଡାଇଅକ୍ସିନ୍ ଭଳି ବିଷ ରହିଥାଏ, ଯାହାକି ଜଳ, ସ୍ଥଳ ତଥା ବାୟୁମଣ୍ଡଳର ସମସ୍ତ ଜୀବମାନଙ୍କ ପାଇଁ ଘାତକ ସାଜେ। ପ୍ଲାଷ୍ଟିକ୍ ମାଟିରେ ପଡ଼ିଲେ ମାଟିର ଉର୍ବରତା ହ୍ରାସ କରେ ଏବଂ ବର୍ଷା ଜଳ ଶୋଷଣ ପ୍ରକ୍ରିୟାରେ ବାଧା ଦିଏ। ଜଳରେ ପଡ଼ିଲେ ଜଳ ପ୍ରଦୂଷଣ ତଥା ଜଳଚର ଜୀବମାନଙ୍କ ପାଇଁ ଘାତକ ସାଜେ। ପ୍ଲାଷ୍ଟିକ୍କୁ ପୋଡ଼ିଲେ ବିଷାକ୍ତ ଗ୍ୟାସ୍ ଆମ ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାଏ। ତେବେ ଆସନ୍ତୁ ଜାଣିନେବା କିଛି ପଦକ୍ଷେପ ଯାହାଦ୍ୱାରା ପ୍ଲାଷ୍ଟିକ୍ ପ୍ରଦୂଷଣକୁ ନିୟନ୍ତ୍ରିତ କରାଯାଇପାରିବ। ଘରୁ ବାହାରିଲା ବେଳେ ସଦାବେଳେ ସାଙ୍ଗରେ ଗୋଟିଏ କପଡ଼ା ବ୍ୟାଗ୍ ନେବାକୁ ଭୁଲିବେ ନାହିଁ। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାରକୁ ବର୍ଜନ କରିବା। ପୁନଃଚକ୍ରଣଯୋଗ୍ୟ ପ୍ଲାଷ୍ଟିକ୍କୁ ଏଣେତେଣେ ନ ଫୋପାଡ଼ି ପୁନଃଚକ୍ରଣ ପାଇଁ ନିର୍ଦ୍ଦିଷ୍ଟ ଲୋକଙ୍କୁ ଦେବା। ପ୍ଲାଷ୍ଟିକ୍ ବୋତଲ, କପ୍, ଠୋଲା ବଦଳରେ ଧାତବ କିମ୍ବା ମାଟିର ବ୍ୟବହାର କରିବା। ପ୍ଲାଷ୍ଟିକ୍ର ବ୍ୟବହାରକୁ କମ୍ କରିବା ଏବଂ ଯେତେ ସମ୍ଭବ କମ୍ ପ୍ଲାଷ୍ଟିକ୍ କିଣିବା। ସର୍ବୋପରି ଜନସାଧାରଣଙ୍କର ନିଷ୍ଠାପର ଉଦ୍ୟମ ଓ ପ୍ରୟାସ ଜାରି ରହିଲେ ପୃଥିବୀ ଦିନେ ନା ଦିନେ ପ୍ଲାଷ୍ଟିକ୍ ମୁକ୍ତ ନିଶ୍ଚୟ ହେବ। ଏ ଦିଗରେ ସମସ୍ତଙ୍କର ଆନ୍ତରିକତା ଏକାନ୍ତ ଆବଶ୍ୟକ। ତେବେ ଯାଇ ଗଠନ ହେବ ପ୍ଲାଷ୍ଟିକ୍ ପ୍ରଦୂଷଣ ମୁକ୍ତ ପରିବେଶ, ପ୍ଲାଷ୍ଟିକ୍ ପ୍ରଦୂଷଣ ମୁକ୍ତ ଓଡ଼ିଶା ତଥା ପ୍ଲାଷ୍ଟିକ୍ ପ୍ରଦୂଷଣ ମୁକ୍ତ ଭାରତ। ଜୟ ହିନ୍ଦ, ବନ୍ଦେ ମାତରମ୍।